ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋର ହୃଦୟ ଭରା ପ୍ରଣାମ। ଆପଣମାନେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ମୁଁ ଆପଣମାନଙ୍କ ପାଇଁ ଆଉ ଗୋଟେ ଭଲ ଟ୍ରିକ୍ ନେଇ ଆସିଛି। ଆପଣମାନେ ଭଲ ଭାବରେ ଭିଡ଼ିଓଟିକୁ ବୁଝନ୍ତୁ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ହାରମୋନିୟମ ଆମେ କେମିତି ଶିଖିବା? ସ୍ୱରଜ୍ଞାନ ଆମର ହେଇପାରୁନାହିଁ, ଆମେ ସ୍କେଲ୍ ଜାଣିପାରୁନାହୁଁ। ବହୁତ ପ୍ରକାରର କ୍ୱେଶ୍ଚନ୍ ଅଛି ଆମମାନଙ୍କ ମନରେ। ଆମେ ସବୁଗୁଡ଼ାକ ବୁଝିବା ଦରକାର ଏବଂ ହାରମୋନିୟମରେ ଗୀତ ବଜାଇ ପାରିବା ଦରକାର। ଏ ଆମର କ୍ୱେଶ୍ଚନ୍। ଆମେ ହାରମୋନିୟମ ବଜାଇବା କେମିତି, ଶିଖିବା କେମିତି? ଚାଲନ୍ତୁ ତାର କିଛି ଟ୍ରିକ୍ ମୁଁ ଆପଣମାନଙ୍କୁ ଦେଉଛି। ଯେକୌଣସି ଗୀତ ବାଜୁନା କାହିଁକି, ଆପଣମାନେ ଗୀତଟି କମ୍ ସେ କମ୍ 10ରୁ 15 ଥର ଗୀତଟି ଗାଆନ୍ତୁ। ଗୀତ ଗାଇ ସାରିଲା ପରେ ଆପଣମାନେ ଜାଣିପାରିଲେ ତାର ମୁଖଡ଼ା, ତାର ଅନ୍ତରା। ମୁଖଡ଼ା କହିଲେ ପ୍ରଥମ ପଦ, ଅନ୍ତରା କହିଲେ ସେକେଣ୍ଡ ପଦ। ତାପରେ ଆପଣମାନେ ଆସି ହାରମୋନିୟମରେ କେମିତି ଗୀତଟି ବଜାଇବେ। ଅନୁରୋଧରେ ହେଇଥିବା ସେ ଗୀତଟି ବି ନେଇ ଆସିଛି। ଆପଣମାନେ এই ଗୀତଟି ବି ପ୍ରାକ୍ଟିସ୍ କରନ୍ତୁ। ଗୀତଟି ହେଉଛି ପୂଜା ତପସ୍ୟା ମୋର ଦୁଇଟି ଝିଅ। এই ଗୀତଟିର ନୋଟେସନ୍ ଆପଣମାନେ ଭିଡ଼ିଓ ଭିତରେ ବି ମୁଁ ଦେଇଦେବି। ଆପଣମାନେ ନୋଟେସନ୍ ଦେଇ ବଜାଇ ପାରିବେ। କିନ୍ତୁ ମୁଁ এই ଗୀତଟି ବଜାଇକି ଆପଣମାନଙ୍କୁ ସ୍ୱରଜ୍ଞାନ ଏବଂ ସ୍କେଲ୍ କେମିତି ଜାଣିପାରିବେ ତାର ଉପରେ ज़्यादा ଧ୍ୟାନ ଦିଅନ୍ତୁ। ଗୀତଟି ହେଉଛି ପୂଜା ତପସ୍ୟା ମୋର ଦୁଇଟି ଝିଅ। ଆସନ୍ତୁ ତାର ଆମେ ସ୍କେଲ୍ କେମିତି ଜାଣିବା। ପୂଜା ତପସ୍ୟା ମୋର ଦୁଇଟି ଝିଅ। এই ଗୀତଟି ଆପଣମାନେ ଗାଆନ୍ତୁ, 10ରୁ 15 ଥର ଗାଆନ୍ତୁ। ଗୀତଟି ପ୍ରାକ୍ଟିସ୍ କରନ୍ତୁ। ଭିତରର ଯେଉଁ ସ୍ୱର ଆମର ଫ୍ରିକ୍ୱେନ୍ସି, ତାକୁ ଚେଷ୍ଟା କରନ୍ତୁ ଆପଣଙ୍କର ଯେଉଁ ହାରମୋନିୟମ କିମ୍ବା ପିଆନୋ ଅଛି ତା ସହିତ ମ୍ୟାଚ୍ କରିବା ପାଇଁ ଚେଷ୍ଟା କରନ୍ତୁ। ପୂଜା ତପସ୍ୟା ମୋର ଦୁଇଟି ଝିଅ। और आखिर में हारमोनियम आम जो बजाऊे एक्चुअली आम तार आवाज बजाऊे, तार फ्रिक्वेन्सी को बजाऊे, शब्द को केवे आम बजाई पारिबा नहीं। आम शब्द एथिपाई गाऊे कि गाइबा सहित आम हारमोनियम को केमती बजाई पारिबा। पूजा तपस्या मोर दुईटी झियो। आपण मैंने जानीपारे आम गीतर सा आम धुंडी नेले, गीतर आम सा जानीपारे। गीतर सा जानीपारे माने आम गीतर स्केल भी जानीगले। केमती स्केल जानीगले देखो। ये आपणकर ई, ये हूँ ई। अच्छा, यार आम मेजर जानिबा, यार आम माइनर जानिबा। मेजर कहले ता कोड धरतु 158 और 148।
158 कहले सी सागापा 148 भी सागापा लेकिन एथिरे मेजर अच्छी माइनर अच्छी। एक दो तीन चार पाँच छ सात आठ एला मेजर माइनर 1 2 3 4 5 6 7 8 तो ये माइनर। तो मेजर बजातु माइनर बजातु देखु कौथे जाऊँ। तो ये गीतटी ऑलरेडी मेजर स्केल रे ही जाऊँ माइनर आसुना। शुणु गीतटी शुणवा शक्ति भी आपणकर रहिबा दरकार। निरोलारे बसंतु जोटी किसी आवाज नथिबो शांत परिवेश रे से जगह बसी प्रैक्टिस करंतु। किसी अलग आवाज आसिले आपण मने बुझी पारिबे नहीं कहीं आपण मने बिगनर। जितेबाला आपण मानकर प्रैक्टिस हो लोक गहली बजंतु कौटी बजंतु आपंकर ऑटोमेटिक भाव आसीज ज्ञान आसीज। ये आसला मेजर स्केल रे। अच्छा मेजर स्केल रे में आसला पर तार रूट लाइन आम देखी नवा। रूट लाइन कौन बा तार रास्ता आम सरगम रो जो रास्ता आम तार रूट लाइन देखी नवा। आसतु देखी नवा गीतटीर थार्ड स्केल एवं तार रूट लाइन। ये गीतटी तार स्केल होची ई थार्ड होची आपणकर खमास थार्ड रे आपणकर नी हबो कोमल बाकी सबू सोद स्वर। तार रूट लाइन देखी नवा। सारे गामा पधनी सा सा नी ध प म रे सा नी ध प म प ध नी सा। पूजा तपस्या मोर दुईटी झियो। पूजा तपस्या मोर दुईटी झियो। तुमरी चरणे समर्पी देइछि देवदासी करी दियो मणिमा देवदासी करी दियो। पूजा तपस्या मोर दुईटी झियो। पूजा तपस्या मोर दुईटी झियो। पूजा तपस्या मोर दुईटी झियो। पूजा तपस्या मोर
ତୋରି ଚରଣେ ସମର୍ପି ଦେଇଛି, ଦେବଦାସୀ କରିଦିଅ ମଣିମା, ଦେବଦାସୀ କରିଦିଅ। ପୂଜା ତପସ୍ୟା ମୋର ଦୁଇଟି ଝିଅ, ପୂଜା ତପସ୍ୟା ମୋର ଦୁଇଟି ଝିଅ। ଗୀତଟିର ମୁକୁଳା ସରିଲା, ଗୀତଟିର ଅନ୍ତରାକୁ ଯିବା। ଦେହ ଜୀବନକୁ ସମର୍ପି ଦେଇଛି, ଯେତେବେଳେ ତୁମ ପାଦ ତଳେ ଆଉ ଯାହା ଅଛି ସମର୍ପିତ ସେ ତ ବେଳେ ବେଳେ ତୁମ କାଳେ କାଳେ। ଏ ଘର ସଂସାର ପାପ ପୁଣ୍ୟ ସବୁ ଅଙ୍ଗୀକାର କରିନିଅ, ଓ ମଣିମା ଅଙ୍ଗୀକାର କରିନିଅ। ପୂଜା ତପସ୍ୟା ମୋର ଦୁଇଟି ଝିଅ, ପୂଜା ତପସ୍ୟା ମୋର ଦୁଇଟି ଝିଅ। ଦେହ ଜୀବନକୁ ସମର୍ପିତ ସେ ତ ଯେତେବେଳେ ତୁମ ପାଦ ତଳେ ଆଉ ଯାହା ଅଛି ସମର୍ପିତ ସେ ତ ବେଳେ ବେଳେ ପୁଣି କାଳେ କାଳେ। ପୁଣି ତାର ମୁକୁଡ଼ାକୁ ପଳେଇ ଆସିବ। ଏ ଘର ସଂସାର ପାପ ପୁଣ୍ୟ ସବୁ ଅଙ୍ଗୀକାର କରିନିଅ, ଓ ମଣିମା ଅଙ୍ଗୀକାର କରିନିଅ। ପୂଜା ତପସ୍ୟା ମୋର ଦୁଇଟି ଝିଅ, ପୂଜା ତପସ୍ୟା ମୋର ଦୁଇଟି ଝିଅ। ଆପଣମାନେ ଭିଡ଼ିଓଟିକୁ ଧୀରେ ଧୀରେ କରି ବଜାନ୍ତୁ, ଆପଣମାନଙ୍କର ବୁଝିବା ଶକ୍ତି ବି ଭଲ ହେଇପାରିବ। ମୁଁ ଆପଣମାନଙ୍କୁ ଗୀତଟି ବୁଝେଇଦେଲି, ଆପଣମାନେ ଭଲ ଭାବରେ ଗୀତଟି ଦେଖନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣମାନଙ୍କର କେଉଁଠି ବୁଝିବା ଆପଣମାନଙ୍କର କେଉଁଠି ଯଦି ବୁଝିବାର ତ୍ରୁଟି ରହିଯାଉଛି, ତାହେଲେ ଆପଣମାନେ ମୋ ସହିତ କଣ୍ଟାକ୍ଟ କରନ୍ତୁ, ମୁଁ ଆପଣମାନଙ୍କୁ ଭଲ ଭାବରେ ବୁଝେଇଦେବି। ଚାଲନ୍ତୁ ଦୋସ୍ତ, ଭିଡ଼ିଓ ବହୁତ ଲମ୍ବା ହେଇଯିବ, ମୁଁ ଭିଡ଼ିଓ ଲମ୍ବା କରିବା ପାଇଁ ଚାହୁଁନାହିଁ। ନେକ୍ସଟ ଭିଡ଼ିଓ ଆପଣମାନଙ୍କୁ ମୁଁ ଅଲଗା ପ୍ରକାରରେ କିଛି ଟ୍ରିକ୍ ନେଇ ଆସିବି, ଯାହାକି ଆପଣମାନେ ଜଲ୍ଦି ବୁଝିପାରିବେ। ଜୟ ଜଗନ୍ନାଥ ଦୋସ୍ତ, ଜୟ ଜଗନ୍ନାଥ। ଆପଣମାନେ ଭଲ ରୁହନ୍ତୁ, ଖୁସିରେ ରୁହନ୍ତୁ।